ଆଜିର ମହାବିପଦ ଏବଂ ଶ୍ରୀମଦ୍ ଭାଗବତର ମାର୍ଗଦର୍ଶନ। ଆଜିର ଦିନରେ ଖବରକାଗଜ ପୃଷ୍ଠା ଓଲଟାଇଲେ କିମ୍ବା ଟେଲିଭିଜନ ଖୋଲିଲେ ଆମକୁ କେବଳ ଗୋଟିଏ କଥା ଶୁଣିବାକୁ ମିଳେ, ବିପଦ। କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ, କେତେବେଳେ ଭୟଙ୍କର ରୋଗ, କେତେବେଳେ ଯୁଦ୍ଧ ତ ଆଉ କେତେବେଳେ ଆର୍ଥିକ ମାନ୍ଦାବସ୍ଥା। ବାହାରେ ଯେତିକି ବିପଦ, ମଣିଷ ଭିତରେ ମଧ୍ୟ ସେତିକି ଅଶାନ୍ତି ଏବଂ ଅବସାଦ। ତେବେ ପ୍ରଶ୍ନ ଉଠେ, ଆଜିର ସମୟରେ ପ୍ରକୃତ ବଡ଼ ବିପଦ କ'ଣ ଏବଂ ଏହି ସଙ୍କଟମୟ ପରିସ୍ଥିତିରୁ ଉଦ୍ଧାର ପାଇବାର ବାଟ କେଉଁଠି ଅଛି? ଏହି ପ୍ରଶ୍ନର ସଠିକ୍ ଏବଂ ଶାଶ୍ୱତ ଉତ୍ତର ଆମକୁ ମିଳିଥାଏ ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ ଶ୍ରୀମଦ୍ ଭାଗବତ ମହାପୁରାଣରୁ। ଭାଗବତ କେବଳ ଗୋଟିଏ ପୁରାଣ ନୁହେଁ, ଏହା ହେଉଛି ଜୀବନ ବଞ୍ଚିବାର କଳା। ଆଜିର ଯେଉଁ ବିପଦକୁ ଦେଖି ଆମେ ଆତଙ୍କିତ ହେଉଛୁ, ହଜାର ହଜାର ବର୍ଷ ପୂର୍ବେ ମହର୍ଷି ବ୍ୟାସଦେବ ଏବଂ ସୁଖଦେବ ଗୋସ୍ୱାମୀ ତାହାର ସଠିକ୍ ଚିତ୍ରଣ ଭାଗବତରେ କରିଯାଇଛନ୍ତି। ପ୍ରକୃତ ବିପଦ କ'ଣ? କଳିଯୁଗର ପ୍ରଭାବ। ଶ୍ରୀମଦ୍ ଭାଗବତର ଦ୍ୱାଦଶ ସ୍କନ୍ଧରେ କଳିଯୁଗର ବର୍ଣ୍ଣନା କରାଯାଇଛି। ଶୁକଦେବ ମୁନି ମହାରାଜ ପରୀକ୍ଷିତଙ୍କୁ କହିଥିଲେ ଯେ କଳିଯୁଗର ଆଗମନ ସହିତ ପୃଥିବୀରେ ସବୁଠାରୁ ବଡ଼ ବିପଦ ମାଡ଼ି ଆସିବ। ସେହି ବିପଦ କୌଣସି ଅସ୍ତ୍ରଶସ୍ତ୍ରରୁ ନୁହେଁ, ବରଂ ମଣିଷର ଚରିତ୍ର ପତନରୁ ଆସିବ। ମାନବିକତାର ହ୍ରାସ। ଦିନକୁ ଦିନ ଧର୍ମ, ସତ୍ୟ, ପବିତ୍ରତା, କ୍ଷମା, ଦୟା ଏବଂ ଆୟୁଷ କମି କମି ଯିବ। ଧନର ଅହଙ୍କାର। ମଣିଷର ଯୋଗ୍ୟତା ଏବଂ ଗୁଣ ତାର ଚରିତ୍ରରୁ ନୁହେଁ, ବରଂ ତା ପାଖରେ ଥିବା ଧନରୁ ବିଚାର କରାଯିବ। ଅର୍ଥ ହିଁ ସମସ୍ତ ଅନର୍ଥର ମୂଳ କାରଣ ସାଜିବ। ସମ୍ପର୍କର ଅବମୂଲ୍ୟାୟନ। ପରିବାର ମଧ୍ୟରେ ସ୍ନେହ, ଶ୍ରଦ୍ଧା ରହିବ ନାହିଁ। କେବଳ ସ୍ୱାର୍ଥ ସାଧନ ପାଇଁ ଲୋକେ ସମ୍ପର୍କ ରଖିବେ। ଆଜି ଆମେ ନିଜ ଚାରିପାଖରେ ଦେଖିଲେ ଜାଣିପାରିବା ଯେ ପ୍ରକୃତରେ ସମାଜ ଏହି ଦିଗରେ ହିଁ ଗତି କରୁଛି। ମାନସିକ ଶାନ୍ତି ନଷ୍ଟ ହେବା ଏବଂ ମୂଲ୍ୟବୋଧର ପତନ ହିଁ ଆଜିର ସବୁଠାରୁ ବଡ଼ ବିପଦ। ଭାଗବତ କଥା। କଳିର 5ଟି ବାସସ୍ଥାନ। ଯେବେ ମହାରାଜ ପରୀକ୍ଷିତ ନିଜ ରାଜ୍ୟରେ ଭ୍ରମଣ କରୁଥିଲେ, ସେ ଦେଖିଲେ ଯେ ଧର୍ମରୂପୀ ବୃଷଭର 3ଟି ଗୋଡ଼ ତପସ୍ୟା, ପବିତ୍ରତା ଏବଂ ଦୟା ଭାଙ୍ଗିଯାଇଛି ଏବଂ କେବଳ ଗୋଟିଏ ଗୋଡ଼ ସତ୍ୟ ବଞ୍ଚିଛି। ଏହାର କାରଣ ଥିଲା ସ୍ୱୟଂ କଳି। ମହାରାଜ ପରୀକ୍ଷିତ କଳିକୁ ବଧ କରିବାକୁ ବାହାରିଲା ବେଳେ କଳି ତାଙ୍କ ଶରଣାପନ୍ନ ହୋଇ ନିଜ ପାଇଁ ବାସସ୍ଥାନ ମାଗିଲା। ପରୀକ୍ଷିତ ମହାରାଜ କଳିକୁ ରହିବା ପାଇଁ 4ଟି ସ୍ଥାନ ପ୍ରଦାନ କଲେ। 1. ଦ୍ୟୁତ, ଜୁଆଖେଳ ଓ ମିଛ, ଯେଉଁଠି ଛଳନା ଏବଂ ଠକେଇ ହୁଏ। 2. ପାନ, ନିଶା ସେବନ, ଯେଉଁଠି ମଦ୍ୟପାନ ବା ନିଶାଦ୍ରବ୍ୟର ବ୍ୟବହାର ହୁଏ। 3. ସ୍ତ୍ରୀ, ଅନୈତିକ ସମ୍ପର୍କ, ଯେଉଁଠି ପବିତ୍ରତାର ଅଭାବ ଏବଂ କାମନାର ପ୍ରାଦୁର୍ଭାବ ଥାଏ। 4. ସୁନା, ଜୀବହତ୍ୟା ଓ ହିଂସା, ଯେଉଁଠି ନିର୍ଦ୍ଦୟ ଭାବେ ପ୍ରାଣୀମାନଙ୍କୁ ହତ୍ୟା କରାଯାଏ। ପରେ କଳିର ଅନୁରୋଧକ୍ରମେ ରାଜା ତାକୁ ଆଉ ଏକ ସ୍ଥାନ ଦେଲେ, ତାହା ହେଲା ସୁବର୍ଣ୍ଣ, ସୁନା ବା ଅତ୍ୟଧିକ ଧନ। କାରଣ ଅତ୍ୟଧିକ ଲୋଭରେ ହିଁ ଏହି 4ଟି ଯାକ ପାପ ଲୁଚି ରହିଥାଏ। ଆଜିର ସ୍ଥିତି। ଆଜିର ବଡ଼ ବିପଦର କାରଣ ଖୋଜିଲେ ଆମେ ଦେଖିବା ଯେ ଆମ ସମାଜ ଏହି 5ଟି ଜିନିଷ ଭିତରେ ବୁଡ଼ି ରହିଛି। ଯେଉଁଠି ଏହି 5ଟି ପାପ ବୃଦ୍ଧି ପାଏ, ସେଠାରେ ବିନାଶ ସୁନିଶ୍ଚିତ। ଗଜେନ୍ଦ୍ର ମୁଖ୍ୟ। ସଙ୍କଟରୁ ରକ୍ଷା ପାଇବାର ଉପାୟ। ଭାଗବତର 8ମ ସ୍କନ୍ଧରେ ଥିବା ଗଜେନ୍ଦ୍ର ମୁଖ୍ୟ କଥା ଆଜିର ପରିସ୍ଥିତି ସହ ଖୁବ୍ ମେଳ ଖାଏ। ଗଜେନ୍ଦ୍ର ହାତୀ, ନିଜ ଶକ୍ତି ଏବଂ ବିଶାଳ ପରିବାରକୁ ନେଇ ଗର୍ବିତ ଥିଲା। ସେ ନିଜ ପରିବାର ସହ ସରୋବରରେ ଜଳକ୍ରୀଡ଼ା କରୁଥିବା ବେଳେ ଏକ ବିରାଟ କୁମ୍ଭୀର ତାର ଗୋଡ଼କୁ ଧରି ନେଇଥିଲା। ଏହି କୁମ୍ଭୀର ହେଉଛି କାଳ, ସମୟ ବା ଆମ ଉପରେ ଆସୁଥିବା ବିପଦ। ଗଜେନ୍ଦ୍ର ନିଜ ଶକ୍ତି ଲଗାଇ ବହୁତ ସଂଘର୍ଷ କଲା। ତାର ପରିବାର ଲୋକ ମଧ୍ୟ ତାକୁ ବଞ୍ଚାଇବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲେ। ବିପଦ ସମୟରେ ନିଜର ଶକ୍ତି, ଧନ ଏବଂ ବନ୍ଧୁବାନ୍ଧବ କେହି କାମରେ ଆସିଲେ ନାହିଁ। ଶେଷରେ ଯେତେବେଳେ ଗଜେନ୍ଦ୍ରର ବଳ କ୍ଷୟ ହୋଇଗଲା, ସେ ନିଜର ଅହଙ୍କାର ତ୍ୟାଗ କରି ଆର୍ତ୍ତସ୍ୱରରେ ସୃଷ୍ଟିର ପାଳନକର୍ତ୍ତା ଶ୍ରୀହରିଙ୍କୁ ଡାକିଲା। ଗୋଟିଏ ପଦ୍ମଫୁଲ ଶୁଣ୍ଢରେ ଧରି ସେ ଭଗବାନଙ୍କୁ ସମର୍ପଣ କଲା। ଭକ୍ତର ଡାକ ଶୁଣି ପ୍ରଭୁ ଗରୁଡ଼ ଉପରେ ବସି ଆସିଲେ ଏବଂ ସୁଦର୍ଶନ ଚକ୍ରରେ କୁମ୍ଭୀରକୁ ମାରି ଗଜେନ୍ଦ୍ରକୁ ଉଦ୍ଧାର କଲେ। ଆମ ପାଇଁ ଶିକ୍ଷା। ଆମେ ମଧ୍ୟ ଗଜେନ୍ଦ୍ର ପରି ସଂସାର ରୂପକ ମାୟା ସରୋବରରେ ବୁଡ଼ି ରହିଛୁ। ବିପଦ ରୂପକ କୁମ୍ଭୀର ଯେକୌଣସି ମୁହୂର୍ତ୍ତରେ ଆମକୁ ଗ୍ରାସ କରିପାରେ। ଯେତେବେଳେ ବଡ଼ ବିପଦ ଆସେ, ସେତେବେଳେ ବ୍ୟାଙ୍କ ବାଲାନ୍ସ, ପଦବୀ କିମ୍ବା କ୍ଷମତା ଆମକୁ ରକ୍ଷା କରିପାରିବ ନାହିଁ। ଏକମାତ୍ର ଉପାୟ ହେଉଛି ଭଗବାନଙ୍କ ପାଦପଦ୍ମରେ ସମ୍ପୂର୍ଣ୍ଣ ଶରଣାଗତି। ମହାବିପଦର ଏକମାତ୍ର ମହାଔଷଧ। ଭାଗବତ ସ୍ପଷ୍ଟ ଭାବରେ କହେ ଯେ କଳିଯୁଗ ହେଉଛି ଦୋଷର ଭଣ୍ଡାର, କିନ୍ତୁ ଏଥିରେ ଗୋଟିଏ ସବୁଠାରୁ ବଡ଼ ଗୁଣ ଅଛି। କଳେର୍ଦୋଷ ନିଧେ ରାଜନ୍ ଅସ୍ତି ହେକୋ ମହାନ୍ ଗୁଣଃ କୀର୍ତ୍ତନାଦେବ କୃଷ୍ଣସ୍ୟ ମୁକ୍ତସଙ୍ଗଃ ପରଂ ବ୍ରଜେତ୍। ଅର୍ଥାତ୍ ଏହି କଳିଯୁଗରେ କଠୋର ତପସ୍ୟା କିମ୍ବା ବଡ଼ ବଡ଼ ଯଜ୍ଞ କରିବାର ଆବଶ୍ୟକତା ନାହିଁ। କେବଳ ଶ୍ରୀକୃଷ୍ଣଙ୍କର ନାମ ସଂକୀର୍ତ୍ତନ,
ପ୍ରଭୁ ଶ୍ରୀରାମଙ୍କ ଚରିତ୍ର ଚିନ୍ତନ ଏବଂ ଶ୍ରୀଜଗନ୍ନାଥଙ୍କ ନିକଟରେ ଭକ୍ତିଭାବ ରଖିବା ଦ୍ୱାରା ହିଁ ମଣିଷ ସମସ୍ତ ବିପଦରୁ ଏପରିକି ଜନ୍ମମୃତ୍ୟୁର ଚକ୍ରରୁ ମଧ୍ୟ ମୁକ୍ତି ପାଇପାରିବ। ସାରାଂଶ, ଆଜିର ବଡ଼ ବିପଦ ହେଉଛି ଆମର ଭଗବାନଙ୍କୁ ଭୁଲିଯିବା। ଆମେ ନିଜ ସ୍ୱାର୍ଥ ପାଇଁ ପ୍ରକୃତିକୁ ନଷ୍ଟ କରୁଛୁ ଏବଂ ଧର୍ମ ପଥରୁ ଓହରି ଯାଉଛୁ। ଯଦି ଆମେ ପ୍ରକୃତରେ ସୁରକ୍ଷିତ ରହିବାକୁ ଚାହୁଁ, ତେବେ ଆମକୁ ନିଜ ଜୀବନରେ ଭାଗବତର ଶିକ୍ଷାକୁ ଆପଣାଇବାକୁ ପଡ଼ିବ। ନିଜ କର୍ମ ନିଷ୍ଠାର ସହ କରିବା ସାଙ୍ଗକୁ ହୃଦୟରେ ସର୍ବଦା ଭଗବାନଙ୍କ ନାମ ରଖିଲେ ଆଜିର ଏହି କଳିଯୁଗର କୌଣସି ମହାବିପଦ ଆମର କେଶାଗ୍ର ମଧ୍ୟ ସ୍ପର୍ଶ କରିପାରିବ ନାହିଁ। ଜୟ ଜଗନ୍ନାଥ।